ଗଞ୍ଜାମ ଜିଲ୍ଲା ବରହମପୁରରେ ଜବରଦଖଲ ଉଚ୍ଛେଦ। କମାପୁଲିରୁ ଡାଟା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଶାସନ। ଏହି ରାସ୍ତାରେ ଜବରଦଖଲ ପାଇଁ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱ ମାପଚୁପ ପରେ ଆଜି ସକାଳୁ ଉଚ୍ଛେଦ ଆରମ୍ଭ ହୋଇଛି। ବରହମପୁର ଉପଜିଲ୍ଲାପାଳଙ୍କର ଉପସ୍ଥିତିରେ ଚାଲିଛି ଜବରଦଖଲ ଉଚ୍ଛେଦ। ରାଜସ୍ୱ ମହାନଗର ନିଗମ ଓ ପୁଲିସ ମିଳିତ ଭାବରେ ଉଚ୍ଛେଦ କରୁଛନ୍ତି। ପୂର୍ବରୁ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଏହି ମାପଚୁପ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ରାସ୍ତା କଡ଼ରେ ଥିବା ଦୋକାନୀମାନେ ଡ୍ରେନ୍ରେ ଜବରଦଖଲ କରିଥିବା ଜଣାପଡ଼ିଛି। ଆଜି ଉଚ୍ଛେଦ କରାଯିବ ବୋଲି ପୂର୍ବରୁ ମାଇକ୍ ଯୋଗେ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସକାଳୁ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।